ଆମେରିକାର ଇଂରାଜୀ ଭାଷା ଦକ୍ଷତା ପରୀକ୍ଷାରେ ଫେଲ୍ ହେବା ପରେ 7,000ରୁ ଅଧିକ ଟ୍ରକ୍ ଡ୍ରାଇଭରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବାତିଲ ହୋଇଛି ସେମାନଙ୍କର ଲାଇସେନ୍ସ। ଏହି କଟକଣା ଯୋଗୁଁ ଭାରତୀୟ ବଂଶୋଦ୍ଭୂତ ଡ୍ରାଇଭରମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। କିଛି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ 2016ର ନିୟମକୁ ପରିବର୍ତ୍ତନ କରିଛି। ଟ୍ରକ୍ ଡ୍ରାଇଭରଙ୍କ ପାଇଁ ରାସ୍ତାରେ ଟ୍ରାଫିକ୍ ସଂକେତ ବଢ଼ିବା ଏବଂ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ପାଇଁ ଇଂରାଜୀ କହିବା ବୁଝିବା ଅତ୍ୟନ୍ତ ଜରୁରୀ ବୋଲି ସ୍ପଷ୍ଟ କରାଯାଇଛି। 2016 ମସିହାରେ ଓବାମା ପ୍ରଶାସନ ସମୟରେ ନିୟମ ଥିଲା ଯେ ନିରୀକ୍ଷକମାନେ କେବଳ ଭାଷା ଆଧାରରେ ଡ୍ରାଇଭରଙ୍କୁ ବହିଷ୍କାର କରିପାରିବେ ନାହିଁ, କିନ୍ତୁ ପରେ ଟ୍ରମ୍ପ ପ୍ରଶାସନ ଏହି ନିୟମକୁ ପ୍ରତ୍ୟାହାର କରିଛନ୍ତି। ପରିବହନ ସଚିବ ସିନ୍ ଡିଫିଙ୍କ ଅନୁଯାୟୀ ଅକ୍ଟୋବର 2025 ସୁଦ୍ଧା 7,248 ଟ୍ରକ୍ ଡ୍ରାଇଭରଙ୍କୁ କାର୍ଯ୍ୟରୁ ବାହାର କରିଦିଆଯାଇଛି। ଉତ୍ତର ଆମେରିକା ପଞ୍ଜାବୀ ଟ୍ରକ୍ସ ଆସୋସିଏସନ ଅନୁସାରେ ଆମେରିକାରେ ପ୍ରାୟ 1.3ରୁ 1.5 ଲକ୍ଷ ପଞ୍ଜାବ ଓ ହରିୟାଣା ଡ୍ରାଇଭର କାର୍ଯ୍ୟ କରୁଛନ୍ତି। ଆସୋସିଏସନ କହିବା ଅନୁସାରେ ନୂଆ ଏବଂ କଡ଼ା ନିୟମ ଯୋଗୁଁ ହଜାର ହଜାର ଡ୍ରାଇଭରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ପ୍ରଶାସନ ଭାଷାକୁ ବାହାନା କରି ଡ୍ରାଇଭରଙ୍କୁ ବାହାର କରୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।